ସମସ୍ତେ ଆମେ ଏକ। ଯେତେବେଳେ ସମସ୍ତେ ଆମେ ଏକ ବୋଲି ଭାବିବା ଆପଣଙ୍କ ଭିତରେ କୌଣସି ନକାରାତ୍ମକ ଚିନ୍ତା ରହିବ କି? ମଣିଷର ଯେଉଁ ଷଡ଼ରିପୁ ସମସ୍ତେ ଜାଣିଛନ୍ତି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। ତେଣୁ ଯେଉଁ ଏ ରିପୁଗୁଣା ଆମକୁ ଦୁଃଖ, ଯନ୍ତ୍ରଣା, କଷ୍ଟ ଦେଉଛନ୍ତି, ଯେଉଁ ହିଂସା ଆସୁଛି, ଦେଶ ଆସୁଛି, ଦେଖନ୍ତୁ ଯାହା ଯେଉଁଠି ଦେଖନ୍ତୁ ବସି ଆଲୋଚନା କରୁଛନ୍ତି, ସେ ଆଲୋଚନାରେ କାହା କଥା ଗୋଟେ ପଡ଼ିଛି, କାହା କଥା ଗୋଟେ ପଡ଼ିଛି। ସେ ଯେ ଭଗବାନ, ତାକୁ ସେଇ ବୁଦ୍ଧିରେ ନ ଦେଖି ତାକୁ ପୁରା ହୀନ ଦୃଷ୍ଟିରେ ଦେଖି ଆମେ ତାରି କଥା ଆଲୋଚନା କରୁ। ତା କଥା ଆଲୋଚନା କରୁଛେ। ଆଲୋଚନା କରି ଆମେ ଦେଖିଲେ କ'ଣ ପାଇଲେ ନା ଦୁଃଖ ପାଉଛେ, ଯନ୍ତ୍ରଣା ପାଉଛେ, କଷ୍ଟ ପାଉଛେ। ପୁଣି ଏ କଥା ଜାଣିଲା ପରେ ଓଟ ଯେମିତି ଜାଣିଛି କଣ୍ଟା ଘାସ ଖାଉଛି, ମୁହଁ ଫୁଟିକି ରକ୍ତ ବାହାରୁଛି, କିନ୍ତୁ କଣ୍ଟା ଘାସରେ ରକ୍ତ ନାହିଁ, ମୋ ମୁହଁରେ ରକ୍ତ। ଏ ଯନ୍ତ୍ରଣା ପାଇଲା ପରେ ବି ବ୍ୟକ୍ତି ସେ କଥା ଛାଡ଼ୁନି।